ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁର ନାମରେ ପ୍ରତ୍ୟେକ ତୁମକୁ ସ୍ୱାଗତ ଜଣାଏ ମୋର ଏ ୟୁଟ୍ୟୁବ୍ ଚ୍ୟାନେଲରେ। ଆଉ ମୁଁ ଆପଣଙ୍କର ଭାଇ ବା ବାଳକ ମୃତ୍ୟୁଞ୍ଜୟ ନାୟକ। ଆଉ ପୁନର୍ବାର ପ୍ରଭୁ ସୁଯୋଗ ଦେଲେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିବା ପାଇଁ ବା ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ, ସେଥିପାଇଁ ମୁଁ ବିଶେଷ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆପଣମାନଙ୍କୁ ମଧ୍ୟ ନମସ୍କାର, ପ୍ରେଜ୍ ଦ ଲର୍ଡ, ସ୍ୱାଗତ ଜଣାଏ। ଆସନ୍ତୁ ଆଜି ଗୋଟେ ଆମେ ଟପିକ୍ ବିଷୟରେ ଆଲୋଚନା କରିବା। ଆଉ ଆଜି ଆପଣମାନେ ଜାଣୁଛନ୍ତି ସୋସିଆଲ ମିଡ଼ିଆ ଆଉ ସମସ୍ତଙ୍କର ବନ୍ଧୁ ଫ୍ରେଣ୍ଡ ଯେତିକି ବଢ଼ୁଛି, ସେମାନଙ୍କର ସବସ୍କ୍ରାଇବ୍ ଯେତିକି ବଢ଼ୁଛି, ଫ୍ରେଣ୍ଡସିପ୍ ଯେତିକି ବଢ଼ୁଛି, ସେତିକି ସେମାନେ ଏନ୍ଜୟ ଆଉ ଆନନ୍ଦ କରୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାଇବଲରେ ଆଉ ଗୋଟେ ବିଷୟରେ ଲେଖାଯାଏ, ଭକ୍ତ ଦାଉଦ ଲେଖନ୍ତି ତାହା ଆପଣମାନେ ମଧ୍ୟ ଯଦି ପଢ଼ିବେ ଆପଣମାନଙ୍କୁ ମଧ୍ୟ ଖୁସି ଲାଗିବ, ଆନନ୍ଦ ଲାଗିବ। ଆଉ ଆତ୍ମିକ ଜୀବନରେ ବଢ଼ିବା ପାଇଁ ଆଉ ଗୋଟେ ଷ୍ଟେପ୍ ଆପଣ ପଳେଇବେ। ସେ ଯଦି ଏଇ ସ୍କ୍ରିପ୍ଚର ଯଦି ଆପଣ ପଢ଼ିବେ, ଇଏ ଆପଣଙ୍କୁ ଉତ୍ସାହିତ କରିବ ବାକ୍ୟ ଆଉ ଆତ୍ମିକ ଜୀବନରେ ବୃଦ୍ଧି ପାଇବା ପାଇଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯଦି ଦିନ ବେଳେ ସକାଳେ ଉଠିଲା ପରେ ଯଦି ଆମେ ଚାହୁଁଛୁ ଯେ ପ୍ରଭୁ ଆମମାନଙ୍କ ଜୀବନରେ ମଙ୍ଗଳ କରନ୍ତୁ, ପ୍ରଭୁ ମୋର ଜୀବନରେ ଦୟା କରନ୍ତୁ, ମୋର କାମରେ ଆଶୀର୍ବାଦ କରନ୍ତୁ, ତେବେ ଏଇ ନିଶ୍ଚିନ୍ତ ଆମେ ଏହା କରିବା ଆବଶ୍ୟକତା ଅଟେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯଦି ଆମେ ବସୁଛୁ ଯୀଶୁଙ୍କ ସହିତ, ଉଠୁଛୁ ଯୀଶୁଙ୍କ ସହିତ, ପ୍ରାର୍ଥନା କରୁଛୁ ଯୀଶୁଙ୍କ ସହିତ, ଯାହା ବି କିଛି ଆମମାନଙ୍କ ଜୀବନରେ ଯଦି ଆମେ କରୁଛୁ, ତେବେ ଗୋଟେ କଥା ମନେ ରଖନ୍ତୁ, ଏଇଟା ଆପଣମାନଙ୍କୁ ମୁଁ ପ୍ରଫେଟିକାଲ ୱାର୍ଡ କହିବା ପାଇଁ ଚାହେଁ। ଜଗତର କୌଣସି ବଳ, କୌଣସି ତାକତ, କୌଣସି ଲୋକ ଆପଣମାନଙ୍କୁ ଉନ୍ନତ ହେବାକୁ ବା ରାଜା ହେବାକୁ କିଏ ମଧ୍ୟ ଅଟକାଇ ପାରିବେ ନାହିଁ। ବିକଜ ଗଡ୍ ଇଜ୍ ୱିଥ୍ ୟୁ। ସିଏ ଆପଣମାନଙ୍କୁ ଉନ୍ନତ କରିବେ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରେ, ପ୍ରଭୁ ଏହି ସୁନ୍ଦର ସମୟ ଦେଇଥିବା ହେତୁ। ଆସନ୍ତୁ ଆମେ ତାହା ଆଲୋଚନା କରିବା। ଗୀତ ସଂହିତା 42 ଗୀତ ତାର 8କୁ ଆମେ ଅଧ୍ୟୟନ କରିବା। ଗୀତ ସଂହିତା 42 ଗୀତ ତାର 8କୁ ଆମେ ଅଧ୍ୟୟନ କରିବା। ଲେଖାଯାଏ, ତଥାପି ସଦାପ୍ରଭୁ ଦିନ ବେଳେ ଆପଣ ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି ରାତ୍ରି କାଳରେ ତାହାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋର ସଙ୍ଗୀ ହେବ। ଈଶ୍ୱରଙ୍କର ବାକ୍ୟ ସ୍ପଷ୍ଟ ଭାବରେ କୁହେ ଏଠି, ଈଶ୍ୱରଙ୍କର ବାକ୍ୟ ସ୍ପଷ୍ଟ ଭାବରେ ଏଠି କୁହେ। ଦାଉଦ କହୁଛନ୍ତି, ସକାଳେ ତଥାପି ସଦାପ୍ରଭୁ ଦିନ ବେଳେ ଆପଣ ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ। ଆଜ୍ଞା କୋଉମାନଙ୍କୁ ଆଜ୍ଞା କରିବେ? କାହା ପାଇଁ ଏଇଟା ପ୍ରଭୁ ଆଜ୍ଞା କରିବେ? ଆଉ କାହା ପାଇଁ ଦିନ ବେଳେ ତାଙ୍କର ସ୍ନେହକରୁଣା କରୁଣା ତାଙ୍କ ଜୀବନରେ ଆସିବ? ସେମାନଙ୍କ ପାଇଁ ଆସିବ ଯେଉଁମାନେ ରାତ୍ରି ସମୟରେ ପ୍ରାର୍ଥନା ସହିତ ବନ୍ଧୁ ବାନ୍ଧନ୍ତି। ଆପଣମାନେ ଶୁଣିଥିବେ, ବନ୍ଧୁ ଅନେକ ଅଛନ୍ତି। ଆଜି କିଏ ଫେସବୁକ୍ର ବନ୍ଧୁ, କିଏ ହ୍ୱାଟ୍ସଆପ୍ର ବନ୍ଧୁ, କିଏ ରିଲ୍ସ ଦେଖିବାର ବନ୍ଧୁ, କିଏ ସର୍ଟ ଭିଡ଼ିଓ ବନେଇବାରେ ବନ୍ଧୁ, ଅନେକ ବ୍ଲଗ୍ ଗୁଡ଼ାକ ବନେଇବାରେ ସେଇଗୁଡ଼ାକ ସେମାନଙ୍କ ପାଇଁ ବନ୍ଧୁ ହୋଇଛି। ଦାଉଦ କହନ୍ତି, ପ୍ରାର୍ଥନା ହେଉଛି ମୋର ବନ୍ଧୁ। ପ୍ରେୟର ଇଜ୍ ମାଇ ଫ୍ରେଣ୍ଡ। ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋର ସଙ୍ଗୀ ହେବ। ଆଜି ଆମମାନଙ୍କର ସଙ୍ଗୀ କିଏ ଆଜ୍ଞା? ଡିୟର ଫ୍ରେଣ୍ଡସ୍, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି, ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆଜି ଆମମାନଙ୍କ ଜୀବନରେ ପ୍ରାର୍ଥନା ଅଭାବ ଅଛି, କିନ୍ତୁ ଆମେ ବିଗ୍ ବିଷୟ ଗୁଡ଼ାକ ଆମମାନଙ୍କ ଜୀବନରେ ଆଶା ଅଛି ପାଇବାର। ସକାଳେ ଉଠୁଛୁ, ଆମମାନଙ୍କ ଜୀବନରେ ଯଦି କରୁଣା ଆସୁନାହିଁ, ଅନୁଗ୍ରହ ଆସୁନାହିଁ, ମଙ୍ଗଳ ଆସୁନାହିଁ, ତେବେ ସିଧା ଆପଣମାନେ ଜାଣିଯାଆନ୍ତୁ ଯେ ରାତ୍ରିରେ ମୁଁ ପ୍ରାର୍ଥନା ସହିତ ସାଙ୍ଗ ବାନ୍ଧି ନାହିଁ। ପ୍ରାର୍ଥନା ଆମମାନଙ୍କର ସଙ୍ଗୀ ହେବ। କେତେ ଲୋକମାନେ ଧନ୍ୟ ସେମାନେ ଯେଉଁମାନେ ରାତ୍ରିରେ ପ୍ରାର୍ଥନା ସେମାନଙ୍କର ବନ୍ଧୁ ହେଉଛି। ପ୍ରାର୍ଥନା ସେମାନଙ୍କର ବନ୍ଧୁ ହେଉଛି।
आज रात्रि आज्ञा प्रार्थना बंद हो ना अनेक लोक मैंने वीडियो रे घंटा घंटा वीडियो देखिए लोक मान पाखे समय अच्छी इभेन द क्रिश्चियन सोसाइटी लोक माने मध्य ताहा करुछंती। ए वीडियो बा दुख एथिपाई लगे जे प्रभु को जानिला परे मध्य ग्रहण करिला परे मध्य त्राणकर्ता रूपे ग्रहण करिला परे मध्य बाइबल को आमने अनेक थर पाठ कला परे मध्य अनेक ज्ञानी लोक माने मध्य अनेक इभेन द बाइबल को अध्ययन करितिबा 3 वर्ष 4 वर्ष 6 वर्ष बाइबल कॉलेज को जाई पाठ पढ़िथिबा लोक माने मध्य आज समान को जीवन रे प्रार्थनार अभाव अच्छी से प्रार्थना सहित बंधु बांधि पारना सकाଳେ उठिले आमको मंगल दरकार सकाଳେ उठिले आमको स्नेह दरकार सकाळे उठिले आमको ब्लेसिंग दरकार सकाळे उठिक आम प्रार्थना कर प्रभु आज दिन मंगल हो प्रभु आज दिन को तुम्हें अनुग्रह कर मोर जीवन रे आशीर्वाद कर मोर चला पथरे आशीर्वाद कर आज यही आमानकर दाऊद भक्त दाऊद मनर मत रू आम शिखबार अच्छी जानवर अच्छी प्रार्थना आमानकर बंधु केतेबेले हेबो रात्रि रे दिन बेले ना आज्ञा दिन बेले जी मत प्रार्थना करि पारिबे जदि दिन बेले काम नाही चलो प्रार्थना करिबा आज फ्री अछि मु प्रार्थना करिबा रात्रि समय आ आपण माने जानिछंती जीशु बेसी पसंद कले तांकर सुसमाचार रे रात्रि रे पितांको ठारे क्षेपण करिबा केबे जीत पर्वत केबे गेजमने बगीचा केबे पहाड़ पर्वत को जाउछंती रात्रि जाक प्रभु पितांको ठारे समय बिताउछंती दैट द बेस्ट टाइम टू स्पेंड विथ लॉर्ड जीसस क्राइस्ट द नाइट टाइम वेरी क्लोज प्रार्थना रे मन को क्लोज हेबार अछि प्रार्थना आमानकर बंधु प्रेयर इज माय फ्रेंड without talk to my friend how can I sleep आपणकर आत्मिक संजन मान आपणकर निजर लोक मान सहित कथा न होई केबे आपण सहिचंती कि गुड नाइट टॉक टू द होली स्पिरिट कोन से पर गुड नाइट झिया मानकर सुरक्षा कर प्रेयर इज आवर फ्रेंड आ जो मैंने रात्रि रे प्रार्थना सहित बंधु बांधती इने कि परमेश्वर जीवनदाता परमेश्वर प्रति प्रार्थना सहित जो मैंने बंधु बांधती सेमानंकर जीवन रे सेमानंकर परिवार रे तांको लाइफ रे सकाळे स्नेहपूर्ण करुणा प्रभु करिवे करुणा सेमान को प्रभु करिवे हाउ टू प्रे केमती प्रार्थना करवा जदि आम संघ जदि आम प्रार्थना सहित आम जब बंधु बांधुचु केमती प्रार्थना करवा जीसस शिखाइले माथ्यू लिखित सुसमाचार तार 6 अध्याय को जीव देखो 6:5 प्रार्थना करने समय कपटी मान परी हो ना कारण से माने लोक देखा समाज गृह छक कोण ठिया हो प्रार्थना करने को भल पाती देखो जो आप रात्रि प्रार्थना करेंगे सिक्रेट आपणकर परिवार ही जानवे आ किए जानवे ना रात्रि समय समस्त शयन करती कपटी साधुकी मान मैंने प्रार्थना कर कपटी मान प्रार्थना कर कपटी मान लिखा अच्छे आ कौन कर प्रार्थना देखा प्रार्थना करते धार्मिक गुप्त रे प्रार्थना कर धार्मिक रात्रि रे प्रार्थना कर जिते जगत सही जो धार्मिक चेप जो रात्रि समस्त विषय सुनसान थी से जेकि प्रभु ठारे आलाप कर गुणानुवाद कर सांग बांध सांग
ଆଜି ଅନେକ ଲୋକମାନଙ୍କର ଆତ୍ମିକ ଜୀବନ ନଷ୍ଟ ହୋଇସାରିଲାଣି, କାରଣ ସେମାନେ ରାତ୍ରିରେ ପ୍ରାର୍ଥନା ସହିତ ବନ୍ଧୁ ବାନ୍ଧି ପାରୁନାହାନ୍ତି। ତମେ କେମିତି ପ୍ରାର୍ଥନା କରିବ? ଯୀଶୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସେମାନେ ଆପଣ ଆପଣ ପୁରସ୍କାର ପାଇଛନ୍ତି, କିନ୍ତୁ ତୁମେ ପ୍ରାର୍ଥନା କରିବା ସମୟରେ ତୁମର ଗୁପ୍ତ କୋଠରୀରେ ପ୍ରବେଶ କର। ଗୁପ୍ତ କୋଠରୀରେ ପ୍ରବେଶ କର। ସର୍ବଦା ପ୍ରାର୍ଥନା କର। ଏପଟେ ଲେଖା ଅଛି ଗୁପ୍ତ କୋଠରୀରେ ପ୍ରବେଶ କର। ଯୀଶୁ ଏ ଜାଗାରେ କ'ଣ ଶାରୀରିକ ଗୃହ ବିଷୟରେ କହୁଛନ୍ତି କି? ହସ୍ତକୃତ ଗୃହ ନିର୍ମାଣ କରିଥିବା ହସ୍ତକୃତ ଗୃହ ବିଷୟଟି ଲେଖା ହେଉଛି କି? ଯଦି ଆପଣମାନେ ସେମିତି ବୁଝୁଛନ୍ତି ବୁଝିପାରିବେ, କିନ୍ତୁ ମୁଁ ଯାହା ବୁଝେ, ଯାହା ପବିତ୍ର ଆତ୍ମାଙ୍କ ଦ୍ୱାରା ଚେତନା ରେଭେଲେସନ୍ ସତ୍ୟ ପ୍ରକାଶ କରାଯାଇଛି, ଆଜି ମୁଁ ତାହା ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ। ତୁମେ ଗୁପ୍ତ କୋଠରୀକୁ ଯାଅ, ପୁଣି ତୁମର ଦ୍ୱାର ରୁଦ୍ଧ କର, ଗୋପନରେ ଥିବା ତୁମ ପିତା ଛାମୁରେ ପ୍ରାର୍ଥନା କର, ଆଉ ତୁମର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ତଳ ଦେବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମର ପିତା ଗୋପନରେ ଦେଖନ୍ତି, ଆଉ ପରମେଶ୍ୱର ଯେତେବେଳେ ଜଣେ ବ୍ୟକ୍ତିକୁ ଦେଖୁଛନ୍ତି, ସେ କେଉଁ ଗୃହରେ ଅଛି, କେଉଁ ଡ୍ରେସ୍ ପିନ୍ଧିଛି, ତା ପାଖରେ କେତେ କ୍ୱାଲିଟି ଅଛି, ସେଟା ପ୍ରଭୁ ଦେଖନ୍ତି ନାହିଁ। ପ୍ରଭୁ ଗୋଟେ ବିଷୟ ଦେଖନ୍ତି, ଆପଣମାନଙ୍କର ଅନ୍ତଃକରଣ। ସେଇଟା ହେଉଛି ସିକ୍ରେଟ ରୁମ୍, ଅନ୍ତଃକରଣ। ସେଥିପାଇଁ ସାଧୁ ପାଉଲ କର, ତୁମେ କ'ଣ ଜାଣିନ ତୁମମାନଙ୍କର ହୃଦୟ ଈଶ୍ୱରଙ୍କର ମନ୍ଦିର, ଈଶ୍ୱରଙ୍କର ଆତ୍ମା, ପବିତ୍ର ଆତ୍ମା ବା ସେଠି ବାସ କରନ୍ତି। ଓକେ, ତୁମେ କବାଟ ବନ୍ଦ କର। ଏଠି କେଉଁ କବାଟ ବିଷୟରେ ଲେଖା ଅଛି? ଜାଗତିକ କବାଟ। ଆଜ୍ଞା, ଆପଣଙ୍କ ଗୃହରେ ଯେତେବେଳେ ଆପଣ ରହୁଛନ୍ତି, ନିଶ୍ଚିତ ଭାବରେ ଆପଣ କବାଟ ବନ୍ଦ କରିବେ। ଜଣେ କହିଲେ ହିଁ ବନ୍ଦ କରିବେ ସେମିତି ନୁହଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ, ଆପଣ ଯୋଉଠି ବି ପ୍ରାର୍ଥନା କରିପାରିବେ, ଯୋଉଠି ବି କରିପାରିବେ, ଖାଲି ଯେ ରୁମ୍ରେ ପ୍ରାର୍ଥନା କରିବେ ସେମିତି ନୁହଁ, ଆପଣ ଯୋଉ ସ୍ଥାନରେ ବି ପ୍ରାର୍ଥନା କରିବେ। ଯୀଶୁଙ୍କର ରୁମ୍ ଥିଲା କି ସିକ୍ରେଟ ରୁମ୍? ଓପେନ୍ ଏୟାର, ପାହାଡ଼, ଗେଥମନି ବଗିଚା, ପର୍ବତ। କିନ୍ତୁ ଏଠି ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଏହା ଶିକ୍ଷା ଦିଏ, ହୃଦୟ ହେଉଛି ଆମମାନଙ୍କର ଗୁପ୍ତ କୋଠରୀ। ଆମେ ଏଠି ଏଣ୍ଟ୍ରି କରିବାକୁ ପଡ଼ିବ, ଆଉ କବାଟ ବନ୍ଦ କରିବା ମାନେ ଜାଗତିକ ଚିନ୍ତାଧାରା, ଏଇ ଜଗତର ଆମର ସମ୍ମୁଖରେ କ'ଣ, ଆମ ସାରାଉଣ୍ଡରେ କ'ଣ ହେଉଛି, ସେଇଟାକୁ ଆମେ ଫୋକସ୍ କରିବାର ନାହିଁ, ସେଇଟାକୁ ଆମେ ଧ୍ୟାନ କରିବାର ନାହିଁ। ଆମମାନଙ୍କର ଧ୍ୟାନ ଏକ ହେବ ଅନ୍ ଦ କ୍ରସ୍ ଟୁ ଜିଜସ୍ କ୍ରାଇଷ୍ଟ। ଜାଗତିକ କବାଟ, ଜାଗତିକ ଚିନ୍ତା, ଜାଗତିକ ଧ୍ୟାନକୁ ଏଠି ବନ୍ଦ କରିବା ବିଷୟରେ ପ୍ରଭୁ କହୁଛନ୍ତି। ସେଇଟା ମୁଁ ବୁଝିଛି। ଯେତେବେଳେ ଆପଣ ଜଗତକୁ ଚିନ୍ତାକୁ କବାଟ ବନ୍ଦ କରିବେ, ଡେଫିନେଟଲି ଆପଣମାନେ ଈଶ୍ୱରଙ୍କର ଉପସ୍ଥିତିକୁ ଏଣ୍ଟ୍ରି କରିବେ। ଗୋଟେ କଥା ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଯେତେବେଳେ ଆମେ ଆଖି ବନ୍ଦ କରୁଛୁ, ଆମେ କ'ଣ ଦେଖୁଛୁ? ଅନ୍ଧକାର। ଯେଉଁମାନେ ଅନ୍ଧକାରକୁ ଦେଖୁଛନ୍ତି, ଦେ ଆର୍ ନଟ୍ ମ୍ୟାଚୁର୍ଡ ଇନ୍ ସ୍ପିରିଚୁଆଲ ଲାଇଫ୍। ଯେତେବେଳେ ଆମେ ଚକ୍ଷୁ ବନ୍ଦ କରୁଛି, ଅନ୍ଧକାରରେ ଆମମାନଙ୍କୁ ଲାଇଟ୍ ଦେଖାଯିବା ଦରକାର। ଯୀଶୁଙ୍କର ଛବି, ପବିତ୍ର ଆତ୍ମା ଡିଫରେଣ୍ଟ ବିଷୟ ଗୁଡ଼ାକ ଆମମାନଙ୍କ ସମ୍ମୁଖରେ ଆଣିବେ। ମେ ବି ପିକ୍ଚର, ମେ ବି ଭିଜନ, ମେ ବି ଯେକୌଣସି ବିଷୟ, କୌଣସି ଗୋଟେ ଗ୍ରାମ, କୌଣସି ଗୋଟେ ଲୋକଙ୍କୁ ପ୍ରଭୁ ଦେଖାଇବେ। ଏଥିପାଇଁ ଦେଖାଇବେ ତୁମେ ସେମାନଙ୍କ ପାଇଁ ପ୍ରାର୍ଥନା କର। ଇଫ୍ ଗଡ୍ ଇଜ୍ ଶୋଇଂ ସମଥିଙ୍ଗ ଟୁ ୟୁ, ଫର୍ ଏକ୍ଜାମ୍ପଲ୍ ୱାନ୍ ଭିଲେଜ, ଦେନ୍ ପ୍ରଭୁ ଚାହୁଁଛନ୍ତି ସେଇ ଗ୍ରାମ ପାଇଁ ପ୍ରାର୍ଥନା କର। ଯଦି ଚକ୍ଷୁ ବନ୍ଦ କରୁଛି, ମୁଁ ଜଣଙ୍କର ଛବି ଦେଖୁଛି,
प्रभु चाहते से व्यक्ति प्रार्थना कर। आखि बंद कर जदि अंधकार देखा जाउची आम एपर्यंत आत्मिक जीवन में परिपक्व ही ना जी भी हूँ तो आज्ञा मे बी आपण मैंने 20 वर्ष 60 वर्ष 70 वर्ष 10 वर्ष 15 वर्ष सेवा करुँच दैट इज डजंट मैटर। प्रेरित क्या विवरणी रे पवित्र आत्मा द्वारा सेवा करागला आउ दे आर सक्सेसफुल इन मिनिस्ट्री। केंद्र प्रार्थना करिवो तुम्हें शारीरिक कबाट शारीरिक चिंता को बंद कर तुम्हें सिक्रेट रूम पीस माइंड पीस से जो परिवेश को आइबा को पड़ो देन यू कैन प्रे। जदि आम एमती प्रार्थना करि पारनु तेबे आपण माने सी रही जातु मोर प्रार्थना कपटी मानक परी होछि गोटे सरल प्रार्थना हो ना गोटे पवित्रता प्रार्थना हो ना गोटे सिद्धता प्रार्थना हो ना पवित्रता प्रार्थना हो ना। प्रार्थना मोर संगी हेब आउ केते बेले एटा बंधु बना जब रात्रि रे जो मैंने रात्रि रे प्रार्थना सहित मित्र करती सकाळे से मानकर पाद हेब से मानकर पाद शोभायुक्त हेब से मानक प्रभु अनुग्रह करिवे प्रभु से मानक करुणा करिवे प्रभु से मानक स्नेह करिवे आउ से मानकर कार्य रे प्रभु मंगल करिवे से मानकर जॉब हो एनी जहाँ भी व्हाटएवर से माने जहाँ भी काम करुछंती से मान को जीवन रे प्रभु सही काम रे अनुग्रह करिवे करुणा ढालिबे अभिषेक ढालिबे प्रॉस्पेरिटी आसीबो से जगह को प्रभु से अल्प थिबा जिनिस को प्रभु मल्टीप्लाई करिवे। जेतेला आम रात्रि रे प्रार्थना सहित माने बंधु बांधिबा चर्च प्रिय प्रभुंकर लोक माने आज आपण मानक उत्साहित करबा पाई चाहे जदि आपण बसुंती प्रभुंक ठारे उठुचंती प्रभुंक ठारे चलुचंती प्रभुंक ठारे सबकिछि पवित्र आत्मा द्वारा होछि गोटे दिन आपण राजा हेबे प्रभु आपण को उठेबे जगतर कौन सी बड़ आपण को रखि पारिबो ना कौन सी बड़ कौन सी भी अटके पारिबो ना राजा हेबे राजार काम कौन ऑर्डर देवा जे जहाँ कहब ताहा इफ आई से समथिंग टू डेविल जदि मैं कहूँ जीशु नाम शैतान दूर है गोटे वार्ड यथेष्ट राजा को राजार वैल्यू हूँ जोटा आम कहलु ताको आम रिटर्न करवा ना आम जानी जीशु समय आम जहाँ लेखिलु लेखिलु आउ आम चेंज करवा ना जीशु जो क्रूस उपर जो रखागला नाजरेत जीशु जिहुदी मानकर राजा राजा लिखिथिले लोक माने जाइए कहले नाई प्रभु एमती लिखतु ना मु जिहुदी मानकर राजा एमती लिखतु राजा कहले जहाँ आम कलु कलु रिप्लेसमेंट हेब ना कि ताको चेंज हेब ना सेटा होचे राजार क्वालिटी आ जो दिन आम राजा हेबा आत्मिक जीवन रे मु जगतर कथा कह जो दिन राजा हेबा आउ राजा हेबा को कौन सी लोक अटकई पारे ना जोसेफ को राजा हेबा कौन सी लोक अटकई पारे ना दाऊद को राजा हेबा कौन सी लोक अटकई पारे ना कौन पाई एमने रात्रि रे प्रार्थना को मैंने बंध करते प्रिय प्रभुंकर लोक माने आज आमर बंधु किए डियर विशेषकर यंगस्टर आपणकर बंधु किए इंस्टाग्राम फेसबुक व्हाट्सएप अनेक प्रकार अच्छी पबजी गेम आपण माने आपणकर आत्मिक जीवन को नष्ट करुछंती चर्च जाइकी हालेलुया प्रेज द लॉर्ड प्रभु मो तुमको प्रेम करे सेतिकिरे ख्रिस्टियन लाइफ सरू नाई सेतिकिरे आत्मिक जीवन सरू नाई हमको आगे बढ़ना है राति जाको जीशु प्रार्थना रे
ବିତାଉଥିଲେ ପିତାଙ୍କ ଠାରେ। ଆଜି କେତେ ଲୋକ ପ୍ରାର୍ଥନା କରିଛନ୍ତି ଆଜ୍ଞା? ବିଜି, ଅଲୱେଜ ବିଜି। ମୋର ଏ ମିଟିଂ ଅଛି, ସେ ମିଟିଂ ଅଛି, ଏଗୁଡ଼ାକ ଯିବାର ଅଛି, ସେଗୁଡ଼ାକ ଯିବାର ଅଛି, ଏବେ ମୁଁ ଶୋଇଲେ ସକାଳୁ ଉଠିବାର ଅଛି। ବିଜି। ଯୀଶୁ ମଧ୍ୟ ମିନିଷ୍ଟ୍ରି କରୁଥିଲେ, ଦିନଯାକ ମିନିଷ୍ଟ୍ରି କରୁଥିଲେ ସାର୍, ଦିନଯାକ ମିନିଷ୍ଟ୍ରି କରୁଥିଲେ, ରାତିଯାକ ପିତାଙ୍କ ଠାରେ କହୁଥିଲେ। ସେ ମଧ୍ୟ ମନୁଷ୍ୟ 100% ଥିଲେ, 100% ପରମେଶ୍ୱର ଥିଲେ, 100% ମନୁଷ୍ୟ ଥିଲେ। ଯେତେବେଳେ ପାଣିରେ ଚାଲିକି ଯାଉଛନ୍ତି 100% ଗଡ୍, ଯେତେବେଳେ ପ୍ରହାରିତ ହେଉଛନ୍ତି 100% ମ୍ୟାନ୍, ଯେତେବେଳେ 5ଟା ରୁଟି 2ଟି ମାଛକୁ ଲୋକମାନଙ୍କୁ 100% ଗଡ୍, ଯେତେବେଳେ ପର୍ବତରେ ତାଙ୍କର ବଡି ଟ୍ରାନ୍ସଫର୍ମେସନ୍ ହେଲା, ପିତର ଜହନ ଯାକବ ଦେଖିଲେ 100% ଗଡ୍, ଆଉ ଯେତେବେଳେ ତଳକୁ 100% ମ୍ୟାନ୍। ଆଉ ଏଇ 100% ମଣିଷ ରୂପ ଧରିଥିବା ପାଇଁ ଯୀଶୁଙ୍କୁ ନିଡ୍ ଥିଲା ପ୍ରେୟାର। ପ୍ରେୟାର ଇଜ୍ ପାୱାର। You are a man, we need 100% prayer life. ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରାର୍ଥନା କରିବା ସମୟରେ କପଟିମାନଙ୍କ ପରି ହୋ ନାହିଁ। ପ୍ରାର୍ଥନା ସଜେଇକି କରାଯାଏ ନାହିଁ। ପ୍ରାର୍ଥନା ପବିତ୍ର ଆତ୍ମା କରିବେ। ଦୁର୍ବଳତା ବେଳେ ପବିତ୍ର ଆତ୍ମା କରିବେ। 8:26, ଜିଉ 2:20, ଏଫେସୀରେ ମଧ୍ୟ ଲେଖା ହେଇଛି ପ୍ରାର୍ଥନା ପବିତ୍ର ଆତ୍ମା କରିବେ। ଆମେ କରିବା ନା, କେତେବେଳେ କରିବେ? ଯେତେବେଳେ ଆମେ ସେଇ ସ୍ପିରିଚୁଆଲ ରେମ୍ରେ ଆମେ ଏଣ୍ଟ୍ରି କରିବା, ପବିତ୍ର ଆତ୍ମା ଆମ ପାଇଁ ପ୍ରାର୍ଥନା କରିବେ। ଆମମାନଙ୍କର କ'ଣ ୱାଣ୍ଟେଡ୍ ନିଡି ସେ କରିବେ। ଆଜି ଆମେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିପାରୁନୁ, କ'ଣ ପାଇଁ? ଜାଗତିକ ପ୍ରାର୍ଥନା। ଯେତେବେଳେ ଗୋଟେ ସ୍ପିରିଚୁଆଲ ପ୍ରାର୍ଥନା ହେବ, ସେମାନଙ୍କ ପାଇଁ ଆମେ ରୋଦନ କରିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆଜି ଆପଣମାନଙ୍କର ବନ୍ଧୁ କିଏ? ହୁ ଇଜ୍ ୟୋର୍ ଫ୍ରେଣ୍ଡସ୍ ଟୁଡେ? ହ୍ୱାଟ୍ସଆପ୍, ଅନଲାଇନ୍, ଗେମ୍, ଫେସବୁକ୍, ଇନଷ୍ଟାଗ୍ରାମ, ରିଲ୍ସ, ସର୍ଟ ଭିଡ଼ିଓ। ଖ୍ରୀଷ୍ଟିଆନ ଲାଇଫରେ ଆତ୍ମିକରେ ବଢ଼ିବା ପାଇଁ ଯଦି ଚାହୁଁଛୁ ଆମେମାନେ, ତେବେ ଲେଟ୍ ଆସ୍ ମେକ୍ ଫେଲୋସିପ୍ ଆଣ୍ଡ ମେକ୍ ଫ୍ରେଣ୍ଡ ୱିଥ୍ ପ୍ରେୟାର। ପ୍ରାର୍ଥନା ମାନଙ୍କର ବନ୍ଧୁ ହେବା ଦରକାର। ଯେତେବେଳେ ଆମେ ପ୍ରାର୍ଥନା କରୁଛୁ, ଯେତେବେଳେ ବି ଆମେ ପ୍ରାର୍ଥନା କରୁଛୁ, ପ୍ଲିଜ୍ କାଇଣ୍ଡଲି ଆପଣମାନଙ୍କୁ ଅନୁରୋଧ କରିବା ପାଇଁ ଚାହେଁ, ଆଉ ଜାଗତିକ ବିଷୟକୁ ଆପଣ ଭୁଲି ଯାଆନ୍ତୁ। ଆଜ୍ଞା, ଆଜି ଲୋକମାନେ ପ୍ରାର୍ଥନା କଲାବେଳେ ହାଉଡ଼ି ବି ମାରି ଦେଉଛନ୍ତି। ପ୍ରାର୍ଥନା କଲାବେଳେ ହାଉଡ଼ି ଆସିବ? ସେଟା ପ୍ରାର୍ଥନା? That is not prayer. That is not spiritual prayer. ସେ ପ୍ରାର୍ଥନାରେ କୌଣସି ବୋଝ ନାହିଁ, ବାର୍ଡେନ୍ ନାହିଁ, ସିରିୟସନେସ୍ ନାହିଁ ସେ ପ୍ରାର୍ଥନାରେ। Do you think that is true prayer? ମୁଁ କେବେ ଭାବେନା ସେଟା ଟ୍ରୁ ପ୍ରେୟାର। ଅନେକ ଲୋକମାନେ, ଇଭେନ୍ ଦ ପ୍ରଚାରକ ପାଳକମାନେ ମଧ୍ୟ ପ୍ରାର୍ଥନା କରୁଥିବା ସମୟରେ ହାଉଡ଼ି ମାରିକି କରନ୍ତି ଲୋକମାନଙ୍କ ସାମ୍ନାରେ, କଂଗ୍ରିଗେସନର in front of congregation, in front of church. They are doing like that. That means they are not in spiritually. They didn't enter the realm of spirit. ଯେତେବେଳେ ଆପଣମାନେ ସେଇ ଏଣ୍ଟ୍ରି କରିବେ, ଆପଣମାନଙ୍କର ଲୁହ ଖାଲି ବାହାରିବ। ହାଉଡ଼ି କ'ଣ ବାହାରିବ ଆଜ୍ଞା? ରୋଦନ ଆସିବ, ରକ୍ତ। ଯୀଶୁ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ତାଙ୍କର ଲୁହ ରକ୍ତ ପରି ବାହାରିଲା। ସେଇ ପ୍ରକାର ବାର୍ଡେନ୍, ସେଇ ପ୍ରକାର ବୋଝର ପ୍ରେୟର। ପ୍ରେୟର ଇଜ୍ ୱାର୍। ପ୍ରାର୍ଥନା ଗୋଟେ ଯୁଦ୍ଧ ଅଟେ। ଆଉ ଯେଉଁମାନେ ରାତ୍ରିରେ ଗୋପନରେ ପ୍ରାର୍ଥନା କରନ୍ତି, ପ୍ରଭୁ ଦେଖନ୍ତି, ଆଉ ସକାଳେ ସେମାନଙ୍କର ଜୀବନରେ ମଙ୍ଗଳ ଆସିବ। ୱାକ୍ ୱିଥ୍ ଲର୍ଡ ଜିସସ୍ କ୍ରାଇଷ୍ଟ। ଟକ୍ ଟୁ ହୋଲି ସ୍ପିରିଟ୍। ସିଟ୍ ୱିଥ୍ ଲର୍ଡ ଜିସସ୍ କ୍ରାଇଷ୍ଟ। ପବିତ୍ର ଆତ୍ମାଙ୍କ ଠାରେ ବସନ୍ତୁ, ଉଠନ୍ତୁ ପବିତ୍ର ଆତ୍ମାଙ୍କ ଠାରେ। ଯେଉଁଠି ଗଲାବେଳେ ମଧ୍ୟ ପରଭାଷାରେ କଥା ହୁଅନ୍ତୁ, ଟଙ୍ଗ ପ୍ରେସ୍ କରନ୍ତୁ। କୌଣସି ଲୋକ, ଜଗତର କୌଣସି ଶକ୍ତି ଆପଣମାନଙ୍କୁ ମୋତେ ରଖିପାରିବେ ନାହିଁ ଯେ ଉନ୍ନତ ହେବା ପାଇଁ। ଗୋଟେ ଦିନ ଆମେ ଉନ୍ନତ ହେବା। ଯେତେବେଳେ ଜାଣିବା, ସେତେବେଳେ ଆମେ କହିବା, ଏ ପୃଥିବୀ ଜାଣୁ ଆମେ
ଯୀଶୁଙ୍କର ଏ ପୃଥିବୀ ଏବେ ଜାଣୁ ମୁଁ ଯୀଶୁଙ୍କର ସନ୍ତାନ। ଆଜି ପୃଥିବୀ ଜାଣୁଛି ଆମେ କିଏ, ଶୈତାନ ଜାଣିଛି ଆମେ କିଏ। ଆମେ ଜାଣିନୁ, ଆମେ ନିଜେ ନିଜର ଆଇଡେଣ୍ଟିଟି ଆମେ ନିଜେ ଜାଣିନୁ। ଆମେ କିଏ, ଆମେ କେଉଁ ଜାଗାରେ ଯାଉଛୁ, କାହାଠାରେ ଆମେ ଦୋସ୍ତି କରୁଛୁ, ଆମେ ଯେଉଁ କରୁଛୁ ସେଟା ଠିକ୍ କି ଆମେ ଜାଣୁଛୁ। We need helper that's called Holy Spirit. ଯୀଶୁ କହିଲେ ଶିଶୁମାନଙ୍କୁ 3.5 ବର୍ଷ ଶିଶୁମାନଙ୍କ ସହିତ ମାନେ ରହିଲେ, ହେଲେ ମଧ୍ୟ କହୁଛନ୍ତି ହଁ ରୁକ 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 ରୋ, ଏତେ ବ୍ୟସ୍ତ ହେବାର ନାହିଁ, ରୁକ, ମୁଁ ଯାଉଛି ପିତାଙ୍କ ନିକଟକୁ, ଗୋଟେ ପାୱାର ପଠେଇବି, ସୁପରନ୍ୟାଚୁରାଲ ପାୱାର, ଡାଇନାମିକ ପାୱାର, ଡିଭାଇନ୍ ପାୱାର। ସେଇ ପାୱାର ପାଇବା ପର୍ଯ୍ୟନ୍ତ ତମେ ଗୋଟେ ଜାଗାରେ ରୁହ। ଯୀଶୁ ମିନିଷ୍ଟ୍ରି କରୁଥିଲେ, ହିଲିଂ ଚାଲିଥିଲା, ଆରୋଗ୍ୟତା ଚାଲିଥିଲା, ବାକ୍ୟ ଚାଲିଥିଲା। ଖାଲି ବାକ୍ୟ ପ୍ରଚାର କଲେ ହେବ ନାହିଁ ଆଜ୍ଞା। ବାକ୍ୟ ପ୍ରଚାରରେ, ସେଇ ପ୍ରଚାରରେ ଶକ୍ତି ଯିବ, ଆଉ ବାକ୍ୟ ଦ୍ୱାରା ଆମେ ତାଙ୍କୁ ସୁସ୍ଥ କରିବା। ଆପଣଙ୍କର ବାକ୍ୟ ଶୁଣୁ ଶୁଣୁ ସେ ସୁସ୍ଥ ହେବାର ଅଛି, ତେବେ ଆପଣ ଜାଣିପାରିବେ ମୋର ବାକ୍ୟରେ ଶକ୍ତି ଅଛି, ହୋଲି ସ୍ପିରିଟ୍ କାମ କରୁଛନ୍ତି। ପ୍ରଚାର ଯିଏ ବି କରିପାରେ, ନୋଟ୍ ଆଣିବ, ଗୁଗଲରୁ ଖୋଜିବ। ଆଜି ତ ଇଜି, ଭେରି ଇଜି ଟୁ ପ୍ରିଚ୍ ଦ ୱାର୍ଡ ଅଫ୍ ଗଡ୍ ନାଓଡେଜ୍। ଅନଲାଇନ୍ ପ୍ରଚାର ପବିତ୍ର ଆତ୍ମା କରିବେ, ଆଉ ଯେତେବେଳେ ପବିତ୍ର ଆତ୍ମା ଛିଡ଼ା ହେବେ, ପବିତ୍ର ଆତ୍ମା ପ୍ରଚାର କରିବେ, ଏନକାଉଣ୍ଟର ହେବେ ଯୀଶୁଙ୍କ ଠାରେ ଲୋକମାନେ। କେତେ ଲୋକ ଆଜି ଏନକାଉଣ୍ଟର ହେଉଛନ୍ତି, ଖାଲି ବା 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 ବା, ୱାଣ୍ଡରଫୁଲ୍ ୱାଣ୍ଡରଫୁଲ୍, ପରିବର୍ତ୍ତନ ଜୀବନ ନାହିଁ। ପିତର ନିଜେ ପ୍ରଚାର କଲେ ନାହିଁ। ପିତରଙ୍କ ଠାରେ ପବିତ୍ର ଆତ୍ମା ଯେତେବେଳେ ପେଣ୍ଟିକଷ୍ଟ ଦିବସରେ ଆସିଲା, ସେଇ ପାୱାର ଶକ୍ତି ବୋଲେ ପବିତ୍ର ଆତ୍ମା ତାକୁ ଛିଡ଼ା କଲେ, ପ୍ରଚାର କଲେ, ଆଉ ଗୋଟେ ଦିନରେ 3000 ଲୋକ। ଆଜି ଆମର ଗୋଟେ ସଭାରେ, ଗୋଟେ ପ୍ରଚାରରେ, ଗୋଟେ ମିଟିଂରେ ଜଣେ ପରିବର୍ତ୍ତନ ହେଉଛି କି ଆଜ୍ଞା? ଦେଖନ୍ତୁ କେତେବେଳେ ହେବ? ଯେତେବେଳେ ଆମେ ରାତ୍ରିରେ ପ୍ରାର୍ଥନାକୁ ବନ୍ଧୁ ବାନ୍ଧିବା। ଏଇ ପ୍ରାର୍ଥନା ଆମମାନଙ୍କୁ ଷ୍ଟ୍ରଙ୍ଗ କରିବ, ବଳବାନ ଦେବ, ଆଉ ଆମମାନଙ୍କୁ ସୁପରନ୍ୟାଚୁରାଲ ସେ ରେମ୍କୁ ନେବ। ପଦେ କହିଲେ ଯଥେଷ୍ଟ, ଲୋକମାନେ ସୁସ୍ଥ ହେଇଯିବେ। ଆପଣମାନେ ଯେଉଁଠି ଛିଡ଼ା ହେବେ, ପବିତ୍ର ଆତ୍ମା ଓହ୍ଲେଇ ଆସିବେ। ଆପଣମାନେ ଯେଉଁଠି ଜାଗାରେ ରହିଥିବେ, ସେ ଜାଗାରେ ସେମାନଙ୍କର ଇଚ୍ଛା ବି ନଥାଉ ପ୍ରାର୍ଥନା କରିବା, ଆପଣ ଜଷ୍ଟ ଲେ ହ୍ୟାଣ୍ଡ କରନ୍ତୁ, ପ୍ରାର୍ଥନା କରନ୍ତୁ, ପ୍ରଭୁ ପ୍ରତ୍ୟେକକୁ ପବିତ୍ର ଆତ୍ମା ଛୁଇଁବେ। Holy Spirit can touch each and everyone with supernatural power. ଆମର ପ୍ରାର୍ଥନାରେ ଶକ୍ତି ଅଛି କି? ଯୋଦ୍ଧାମାନେ ପ୍ରାର୍ଥନା କଲେ, ଏଲିୟ ପ୍ରାର୍ଥନା କଲ, ବର୍ଷା କଟକେଇ ପାରିଲା। ଆପଣମାନେ ମୁଁ ଗୋଟେ ଦିନ ପେଟକୁ ମାରିପାରୁନ ମୋ ପ୍ରାର୍ଥନାରେ, ବର୍ଷାକୁ କ'ଣ ଅଟକେ? ଫାଷ୍ଟିଂ କଲେ ସମସ୍ତଙ୍କୁ ଡର, but I enjoy with fasting because I know the power of fasting. ଯେଉଁମାନେ ଚାକିଛନ୍ତି ସେମାନେ ଜାଣିଛନ୍ତି, ଯେଉଁମାନେ ଚାକି ନାହାନ୍ତି ସେମାନେ କ'ଣ ଜାଣେ? ପ୍ରାର୍ଥନାକୁ ବନ୍ଧୁ ବାନ୍ଧନ୍ତୁ, ଦେଖିବେ ଆପଣଙ୍କର ଜୀବନ ପରିବର୍ତ୍ତନ, ନୂତନକୃତ ହେବ, ରୂପାନ୍ତରୀକରଣ ହେବ। ଗଡ୍ ବ୍ଲେସ୍ ୟୁ ଅଲ୍। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ଅଭିଷେକରେ ପୂର୍ଣ୍ଣ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।